50,000 ମୁଁ ତାଙ୍କ ଘରେ ଯେତିକି ଦିନ ଯାଇକି ଥିଲି 50,000 ଟଙ୍କା ନେଇ ଉଡ୍ର କରିଦେବି। ମୋ ଇଜ୍ଜତର ଦାମ କେବେ 50,000 କି? ମୁଁ ସେ 50,000 ସନ୍ତୁଷ୍ଟ ନାହିଁ। ମୁଁ ଚାହୁଁ ମୋ ସାଥିରେ ସେ ଥିଲା 3 ବର୍ଷ ହେଲା ରିଲେସନସିପ ଥିଲା ଭଟ୍ଟ ଶାସମଲ। ତାଙ୍କ ବାପା ନାଁ ହେଲା ଟୁଟୁ ଶାସମଲ। ତାଙ୍କ ଭାଇ ନାଁ ହେଲା, ତାଙ୍କ ଘର ହେଲା କନ୍ତିମଳା। ସେ ମୋ ଇନଷ୍ଟାଗ୍ରାମ ରେ ସେ ମୋ ସାଥିରେ ସମ୍ପର୍କ ରଖିଥିଲେ। ଆଜି କି 3 ବର୍ଷ ହେଲା ମୋ ସାଥିରେ କଥାବାର୍ତ୍ତା, ଆଜି 15 ଦିନ ହେଲା ସେ ମତେ ନେଇଥିଲେ। କିନ୍ତୁ ସିଏ କହିଲେ ଯେ ଜାତିଭେଦ ମାନେ ଘରେ ଉଠେଇବ ନାହିଁ। ମୁଁ ତାଙ୍କ କଥା ମାନିକି ଜାତିଭେଦ ଉଠେଇଲିନି। ଏବେ ଯଦି ମୋ ଜାତିଭେଦ ଜାଣିଛନ୍ତି, ସେ ଏବେ ମତେ ଘରୁ ବାହାର କରିଦେଇଛନ୍ତି। ମତେ କାଲି ଆମ ଘରକୁ ନେଇକି ଆସିଥିଲେ। ମୁଁ ନାହିଁ କଲି ଯେ ମୁଁ ଆମ ଘରକୁ ଯିବିନି। ଯେମିତି ନାହିଁ କରିଛି ମତେ କୋଣାର୍କ ଥାନାକୁ ନେଇକି ଗଲେ। କୋଣାର୍କ ଥାନା ଭିତରୁ ନ ନେଇକି ବାହାରେ ବହୁତ ଟର୍ଚର କରିଛନ୍ତି। ତାଙ୍କ ଘର ଲୋକ ମତେ ଟର୍ଚର କରିଛନ୍ତି ଜାତିଭେଦ ପାଇଁ। ମୁଁ ତାପରେ ରଗିକି କୋଣାର୍କ ଥାନାରେ ଯାଇକି ଏଫଆଇଆର ଗୋଟେ ଦେଇଥିଲି। ଏଫଆଇଆର ଦେଲା ଭିତରେ ସିଏ ତାଙ୍କୁ ଡାକିଲା ଭିତରେ ସିଏ 50,000 ଟଙ୍କା ଭିତରେ କହୁଛନ୍ତି ଆମେ ଉଇଡ୍ର କରିଦବୁ। 50,000 ମୁଁ ତାଙ୍କ ଘରେ ଯେତିକି ଦିନ ଯାଇକି ଥିଲି 50,000 ଟଙ୍କା ନେଇ ଉଇଡ୍ର କରିଦେବି। ମୋ ଇଜ୍ଜତର ଦାମ କେବେ 50,000 କି? ମୁଁ ସେ 50,000 ସନ୍ତୁଷ୍ଟ ନାହିଁ। ମୁଁ ଚାହୁଁଛି ତାଙ୍କୁ ହେଲା ଜେଲ ଦରକାର, ସେ ଶାସ୍ତି ପାଇବା ଦରକାର।